ଗଣେଶ ଭସାଣୀରେ ଦୁଲୁକିଲା ଢେଙ୍କିକୋଟ ବଜାର। ସୂର୍ଯ୍ୟଦେବଙ୍କ ବିଦାୟ ପରେ ସନ୍ଧ୍ୟାରାଣୀ ଘନେଇ ଆସୁଥାଏ। ଧୂଆଁଳିଆ ଅନ୍ଧାରରେ ବଜାରଟି ସୁନସାନ ହେବାକୁ ଯାଉଥାଏ। ହଠାତ୍ ମନଛୁଆଁ ଡିଜେର ଶବ୍ଦରେ ପ୍ରକମ୍ପିତ ହୋଇଉଠିଲା ବଜାରର କଅଁଳ ପରିବେଶର ଛାତି ଉପରେ। ଚିକ୍ମିକ୍ ରଙ୍ଗୀନ ଆଲୁଅରେ ଝଲସି ଉଠିଲା ବଜାରର ଅନ୍ଧାରିଆ ଚଟାଣ ଉପରେ। ପ୍ରଖର ରୂପରେ ରଙ୍ଗୀନ ଆଲୁଅରେ ସାରା ବଜାରରେ ବିଛେଇ ଦେଲା ଝିଲମିଲ ରଙ୍ଗବେରଙ୍ଗର ଆଲୋକ ରଶ୍ମି। କ୍ଷଣିକ ମଧ୍ୟରେ ବଜାରଟି ବଦଳି ଯାଇ ପାଲଟିଗଲା ଏକ ମତୁଆଲା ପରିବେଶ। ଡିଜେର ସୁମଧୁର ସ୍ୱରରେ କାନ ବଧିର ହୋଇଯାଉଥିବା ବେଳେ ରଙ୍ଗବେରଙ୍ଗର ରଙ୍ଗୀନ ଆଲୋକ ରଶ୍ମିରେ ଆଖି ଝଲସି ଉଠି ପଡ଼ିଲା। ଛୋଟରୁ ବଡ଼ ପର୍ଯ୍ୟନ୍ତ ଧାଇଁ ଯାଉଥାନ୍ତି ସେହି ଆକର୍ଷଣୀୟ ପରିବେଶ ମଧ୍ୟକୁ, ଆଉ କାଳ ବିଳମ୍ବ ନ କରି ସାମିଲ ହୋଇଯାଆନ୍ତି ସେହି ମତୁଆଲା ପରିବେଶରେ। ଏ ହେଉଛି ଗଣେଶ ଭସାଣୀର ଏକ ଆକର୍ଷଣୀୟ ଦୃଶ୍ୟ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ବିନ୍ଦାସ କ୍ଲବରେ ମହାସମାରୋହରେ ଗଣେଶ ପୂଜା ପାଳିତ କରିଥାନ୍ତି। ଗଣେଶ ପୂଜାରେ ବିନ୍ଦାସ କ୍ଲବର ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଥାଏ ଗଣେଶ ଭସାଣୀ। ଖୁବ୍ ଧୁମଧାମ ସହକାରେ ମହାସମାରୋହରେ ଭସାଣୀ କାର୍ଯ୍ୟକ୍ରମ କରିଥାନ୍ତି ଏହି ବିନ୍ଦାସ କ୍ଲବର ସଦସ୍ୟମାନେ। ଏ ବର୍ଷ ଏକ ଭିନ୍ନ ଏବଂ ଉନ୍ନତ ଧରଣର ଗଣେଶ ଭସାଣୀ କରି ଏ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛନ୍ତି। ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଏହି ଗଣେଶ ଭସାଣୀକୁ ଜନସାଧାରଣ ଉପଭୋଗ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଚଳଚଞ୍ଚଳ ହୋଇ ଉଠିଥିଲା ଢେଙ୍କିକୋଟ ବଜାର। ଜନସମୁଦ୍ରର ମତୁଆଲା ଢେଉରେ ବଜାର ମାଟି ଥରହର ହୋଇ ଉଠୁଥିଲା। ମନଛୁଆଁ ମେଲୋଡ଼ିରେ ଝୁମି ଉଠିଥିଲେ ହଜାର ହଜାର ଦର୍ଶକ। ଡିଜେ ସାଉଣ୍ଡରେ ଆଧୁନିକତାର ଗୀତର ସ୍ୱରରେ ନୃତ୍ୟରତ ହୋଇଗଲେ ସମସ୍ତେ। ମେଲୋଡ଼ି ସହିତ ଅଗରୀ ନୃତ୍ୟ ଏବଂ ମାଦଳର ତାଳେ ତାଳେ ନୃତ୍ୟଗୀତର ପସରାରେ ବିଭୋର ହୋଇଯିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଭିନ୍ନ ଭିନ୍ନ ଧରଣର ଆକର୍ଷଣୀୟ କାର୍ଯ୍ୟକ୍ରମ ସାଙ୍ଗକୁ ଭିନ୍ନ ଭିନ୍ନ ନୃତ୍ୟଗୀତର ଆସର ଗଣେଶ ଭସାଣୀକୁ ଖୁବ୍ ଆକର୍ଷିତ କରିଥିଲା। ଏମିତି ଏକ ଦୃଶ୍ୟରେ ବିମୋହିତ ହୋଇ ଛୋଟରୁ ବଡ଼ ପର୍ଯ୍ୟନ୍ତ ନାଚ ଗୀତରେ ବିଭୋର ହୋଇଯାଉଥିବା ବେଳେ ଭସାଣୀ ଉତ୍ସବକୁ ଦେଖିବା ପାଇଁ ପ୍ରବଳ ମାତ୍ରାରେ ଜନଗହଳି ଦେଖିବାକୁ ମିଳିଥିଲା। ଢେଙ୍କିକୋଟ ବିନ୍ଦାସ କ୍ଲବର ଗଣେଶ ପୂଜା ପ୍ରତିବର୍ଷ ଖୁବ୍ ଜାକଜମକରେ ହେଉଥିବା ବେଳେ ଏ ବର୍ଷ କିନ୍ତୁ ବିନ୍ଦାସ କ୍ଲବର ଗଣେଶ ଭସାଣୀ ଉତ୍ସବଟି ଖୁବ୍ ନିଆରା ଢଙ୍ଗରେ ପାଳିତ ହୋଇଥିଲା, ଯାହାକି ଏ ଅଞ୍ଚଳ ପାଇଁ ଏକ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ବିନ୍ଦାସ କ୍ଲବ ଏକ ଶୃଙ୍ଖଳିତ କ୍ଲବ। ଖୁବ୍ ଶୃଙ୍ଖଳାର ସହିତ ଏ ବର୍ଷ ମଧ୍ୟ ଗଣେଶ ପୂଜାକୁ ମଧ୍ୟ ପାଳନ କରାଯାଇଛି। ଭସାଣୀ ଉତ୍ସବରେ ଶାନ୍ତିର ବାତାବରଣ ମଧ୍ୟରେ ଶେଷ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ସ୍ଥାନୀୟ ଢେଙ୍କିକୋଟ ଫାଣ୍ଡି ସହଯୋଗ କରିଥିଲେ। ଖୁବ୍ ଶୃଙ୍ଖଳା ଓ ଉତ୍ସାହ ମଧ୍ୟରେ ବିନ୍ଦାସ କ୍ଲବର ଗଣେଶ ଭସାଣୀ ଉତ୍ସବ ଶେଷ ହୋଇଯାଇଛି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।